ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ନିର୍ମାଣରେ ବାଧ କଷାଉଛି ଜମି ଅଧିଗ୍ରହଣ ଓ ଟନେଲ ନିର୍ମାଣ। ଆଜି ମଣ୍ଡୁଳି ନୂଆଗାଁ ଠାରୁ ପଥରଗଣ୍ଡ ପର୍ଯ୍ୟନ୍ତ 2600 ମିଟର ଲମ୍ବ ଟନେଲ ନିର୍ମାଣ ପୂର୍ଣ୍ଣାଙ୍ଗ ହେବାକୁ ଯାଉଥିବା ବେଳେ ଜମି ଅଧିଗ୍ରହଣ ସମସ୍ୟାକୁ ନେଇ ରେଳ ପ୍ରକଳ୍ପ ନିର୍ମାଣକୁ ଜୋରଦାର ବିରୋଧ କରିଛନ୍ତି ଦଶପଲ୍ଲା ବ୍ଲକ ଟାକରା ଗ୍ରାମ ପଞ୍ଚାୟତ ବୁଗୁଡା କଲୋନୀ। ଗ୍ରାମବାସୀମାନେ ବୁଧବାର ସକାଳ 8 ଘଣ୍ଟା ସମୟରେ ଗ୍ରାମର ଶତାଧିକ ଆଦିବାସୀ ପୁରୁଷ ମହିଳା ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ରେଳପଥ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ନିଜ ଗ୍ରାମ ସୀମା ନିକଟରେ ପହଞ୍ଚି ନାଲି ପତାକା ମାରିବା ସହିତ ପ୍ରକଳ୍ପ କାର୍ଯ୍ୟକୁ ଜୋରଦାର ବିରୋଧ କରିଛନ୍ତି। କ୍ଷତିଗ୍ରସ୍ତ ହେଉଥିବା ଜମି ସମାନ ପରିମାଣରେ ଜମି ସେମାନଙ୍କୁ ପ୍ରଦାନ ନ କରିବା ପର୍ଯ୍ୟନ୍ତ ସେମାନେ ରେଳପଥ କାର୍ଯ୍ୟ କରାଇ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଯଦି ସରକାର ଜୋର ଜବରଦସ୍ତ ରେଳପଥ କାର୍ଯ୍ୟ କରନ୍ତି ତେବେ ଜୀବନର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କିଛି ଗ୍ରାମବାସୀଙ୍କ କହିବା ମୁତାବକ ଯଦି ସରକାର ଆମ ଭିଟା ମାଟି ଓ ପରିବାରକୁ ଉଜାଡ଼ିବାକୁ ଚେଷ୍ଟା କରନ୍ତି ତେବେ ଆମେ ପିଲା ଛୁଆ ଓ ଗୃହପାଳିତ ପଶୁମାନଙ୍କୁ ଧରି ପ୍ରକଳ୍ପ କାର୍ଯ୍ୟକୁ ବିରୋଧ କରିବୁ। ଯଦି ପ୍ରକଳ୍ପ ହେବ ତେବେ ଆମ ଆଦିବାସୀମାନଙ୍କ ଶବର ପାହାଡ଼ ଉପରେ ହିଁ ପ୍ରକଳ୍ପ ହେବ। ଆଉ କିଛି ଗ୍ରାମବାସୀ କୋହଭରା କଣ୍ଠରେ କହିଛନ୍ତି ଯେ ସରକାର ଆମକୁ 1956 ମସିହାରୁ ଏଠି ଜାଗା ବାଡ଼ି ଦେଇ ଥଇଥାନ କରିଥିଲେ। ଆଜି ଯଦି ଆମ ଜମିବାଡ଼ି ଛଡ଼େଇ ନେବେ ତେବେ ଆମର ବଞ୍ଚିବା କେମିତି ସମ୍ଭବ ହେବ? ମୋ ନାଁ ସରୋଜ କୁମାର ଜାନି, ଏ ଗାଁର ବୁଗୁଡ଼ା କଲୋନୀର ମୁଁ ସମ୍ପାଦକ ଅଟେ। ଆଜି ଆପଣ ରେଳ ପ୍ରକଳ୍ପ ନିକଟରେ ଦେଖନ୍ତୁ, ଏଇ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ଆମର ରେଳ ଓସାରିଆ ପ୍ରକଳ୍ପ ଯାଉଛି। ଆମ୍ଭକୁ ସରକାର 1956 ମସିହାରେ ଠାରୁ ଆମକୁ କୋଣାର୍କରୁ ଆଣି ଆଦିବାସୀ ଲୋକଙ୍କୁ ଏଠାରେ ଦଶପଲ୍ଲାରୁ ବଳଭଦ୍ର କରଙ୍କ ରିପୋର୍ଟ, ବ୍ଲାକେଟ୍ ନ୍ୟୁଜ୍ ଓଡ଼ିଆ।